ମାଣବସା ଗୁରୁବାରର ତୃତୀୟ ପାଳି ଆମ ଘରେ କିଛି ଖାସ୍ ହୁଏ ତ ଡିଫରେଣ୍ଟ ପନିପରିବା ଡିଫରେଣ୍ଟ ଟାଇପ୍ର ତରକାରୀ ବ୍ୟଞ୍ଜନ ବନେଇବା ପାଇଁ ରଖିଦେଇଛି। ଆଜି 6 ତୁଣ 9 ଭଜା ଟାଇପ୍ର ବନିବ। ଆଉ ତା ପାଇଁ ଏବେ ଘାଣ୍ଟ ତରକାରୀ ଆମ୍ବିଳା ଆଉ ତାୱା ଭଜା ପାଇଁ ସେପାରେଟ୍ କରିକି କାଢ଼ିକି ରଖିନେଇଛି। ଆଉ ସେତିକି ଭିତରେ ଆମର ଏଇ ଅଲ୍ ପର୍ପସ୍ ଗ୍ରେଭିଟା ଏବେ କରିନେବି। ଆଉ ଅଲ୍ ପର୍ପସ୍ ଗ୍ରେଭିର ମିଶ୍ରଣଟା ତ ମୁଁ କହିଥିଲି। ଆଉ ଏବେ ନେଇଛି ଆମର ଯେଉଁ ଶାଗକୁ ବାଛିକି ଧୋଇକି ସାଇଡ଼୍ରେ ରଖାହେଇଛି। ଏବେ ପ୍ରଥମେ କ୍ଷୀରି ଷ୍ଟାର୍ଟ କରିବା। ତ କ୍ଷୀରି ପାଇଁ ଆମେ ଚାଉଳଟାକୁ 1ରୁ 2ଟା ସିଟି ଦେଇକି ପ୍ରେସର କୁକରରେ କରିନେଇଛୁ। କ୍ଷୀରକୁ ବଏଲ୍ କରିକି ଅଲଗା ଜାଗାରେ ରଖିନେଇଛୁ। ଏବେ କ୍ଷୀରରେ ଚିନି ପକାଇଦେବା ଆଉ ଆମର ଚାଉଳ ପକାଇକି ଟିକେ ବଏଲ୍ କରିନେବା। ତ ଏମିତି ଟିକେ ଚାଉଳ କ୍ଷୀରି ଆଉ ଆମର ଯେଉଁ ଚିନି ଅଛି ତାକୁ ଏମିତି ଟିକେ ଘାଣ୍ଟିକି ବଏଲ୍ କଲା ଟାଇମ୍ରେ ଆମେ କ'ଣ କରିବା, ଅଳ୍ପ ଗୁଆ ଘିଅ ନେବା ଆଉ ସେଥିରେ ନେବା 2ଟା ତେଜପତ୍ର ଆଉ ଗୋଟେ ଗୁଜୁରାତିକୁ ଟିକେ ଭାଜିକି ମାନେ ଟିକେ ଛେଚିକି ତାକୁ ଦେବା ଭାଜିବା ପାଇଁ। ଆଉ ଡ୍ରାଏ ଫ୍ରୁଟ୍ସରେ ଆମେ ନେଇଛୁ କାଜୁ ଆଉ ଏମିତି ଅଳ୍ପ ସମୟ ହେଲା ପରେ ତାକୁ କ'ଣ କରିବା ନା ଅଳ୍ପ ଅମୁଲ ନେଇଯିବା। ଅମୁଲକୁ ଏମିତି ସେ କ୍ଷୀରିରେ ଘାଣ୍ଟି ନେବା ତା'ର ଟେକ୍ସଚରଟା ମୋଟା ଆଣିବା ପାଇଁ। ଆଉ ତାପରେ ଟିକେ ଅଳ୍ପ କ୍ଷୀରି ଆଡ଼୍ କରିବା। ଅଳ୍ପ କ୍ଷୀରି ଆଡ଼୍ କରିକି ମାନେ ଯେଉଁ କ୍ଷୀରି ପାଇଁ ଯେଉଁ ମିଲ୍କ ରଖିଥିବା ସେଇଟା ଆଡ଼୍ କରିକି କ୍ଷୀରି ସହିତ ତାକୁ ଭଲସେ ଘାଣ୍ଟି ନେବା। ଆଉ ସେତିକି ଭିତରେ ଆମର ଦେଖନ୍ତୁ ଅଲମୋଷ୍ଟ କ୍ଷୀରଟାକୁ ତା'ର ଥିକନେସ୍ ଦେଖିକି ପକାଇବା। ଆଉ ତାପରେ ଏଇ ଯେଉଁ ଗୁଆ ଘିଅରେ ଯେଉଁ କରିଥିଲେ ମିଶ୍ରଣଟା ଏଇଟା ଉପରେ ଦେଇଦେବା। ତାକୁ ଭଲସେ ଗୋଳେଇ ଘାଣ୍ଟିକି ସାଇଡ଼୍ରେ ରଖିନେବା। କ୍ଷୀରି ରେଡ଼ି ହୋଇଗଲା। ଏବେ ଆମେ ଅଳ୍ପ ଫୁଟଣ କଲେ ଏଇ ଫୁଟଣଟା ଅଦା କରିକି ଆଉ ଆମ ମେସିଙ୍ଗା ପତ୍ର ଆଉ କଞ୍ଚା ଲଙ୍କା ପକାଇକି ହେଇଛି। ଏଇଟାରେ କିଛି ନାହିଁ, ଘିଅ ଟିକେ ପକାଇକି ଫ୍ରାଏ କଲା ପରେ ଏଇଟାରେ ପକାଇଦେବା ଭାତ। ଏବେ ଫାଷ୍ଟରେ ଘିଅ ଅନ୍ନ ଭାତ ଯେଉଁଟାକି ଦହିରେ ପଡ଼ିକି ହେବ। ତ ଘିଅ ଦହି ଆଉ ସବୁ ଜିନିଷ ପଡ଼ିକି ଗୋଟେ ନୂଆ ଚାଉଳର ଏଇଟା ଦହି ଭାତ ହେବ। ନୂଆ ଚାଉଳର ହିଁ କ୍ଷୀରି ହୋଇଗଲା। 2ଟା ସରିଲା ପରେ ଯେଉଁଟା ତୃତୀୟ ପାଳିର ଇମ୍ପୋର୍ଟାଣ୍ଟ ସେଇଟା ସରେଇ ଦେଲୁ ଫାଷ୍ଟରେ। ତାପରେ ଏବେ ଆମର ନର୍ମାଲ ଭାତ ଖେଚଡ଼ି ପ୍ରସ୍ତୁତି କରାହେଲା, କରାହେଇକି ସାଇଡ଼୍ରେ ରଖାହେଲା। ଦହି ଭାତ ତ ବନି ସାରିଛି, କ୍ଷୀରି ବି ବନି ସାରିଛି। ଏ 3ଟା ଆଇଟମ୍ ବନିଗଲା। ତ ବାକି ଅଲମୋଷ୍ଟ ଗୋଟେ ଗୋଟେ କରିକି ସବୁ ଜିନିଷ ସାଇଡ଼୍ରେ କରିକି ଦେଖାଉଛି କ'ଣ କେମିତି ପ୍ରୋଗ୍ରେସ୍ କରୁଛି ମୋର ଆଜିର ବ୍ଲଗ୍ଟା, ମାନେ କେମିତି ପ୍ରିପାରେସନ୍ଟା ହେଉଛି। ତ ଏବେ ସେକେଣ୍ଡଟାରେ ଆମର କ'ଣ କରିବା, ପୁଣି ଥରେ ଫୁଟଣ ଷ୍ଟାର୍ଟ କରିବା। ଏଠାରେ କ'ଣ କରିବା ନା ଶାଗଟା ଯେଉଁଟା ଛାଟିକି ରଖିଥିଲେ ସେଇଟାକୁ ପକାଇ ନେବା। ଆଉ ମୁଗଟାକୁ ଅଲରେଡ଼ି ବଏଲ୍ କରାହେଇଯାଇଛି। ଏଇଟା ମୁଗ ଡାଲିଟାକୁ ମୁଗ ଶାଗ କଲା ପରେ ଏବେ ଓନ୍ଲି ପର୍ଜିବା ମାନେ ଫୁଟଣ କରିବା ଯେଉଁଟାରେ କି ମୁଗ ଡାଲିଟା ଯିବ। ତ ମୁଗ ଡାଲିଟା ଗୋଳେଇବା ପାଇଁ ଦରକାର, ସେଥିପାଇଁ ମୁଗ ଡାଲିଟାକୁ ଅଳ୍ପ ଘିଅରେ ହିଁ ସବୁ ରନ୍ଧା ହେଉଛି। ତ ଘିଅରେ ଫୁଟଣ କରିକି ଏଇଟା ପକାଇକି ଏମିତି ଗୋଟେ ମାନେ ଟିକେ ଫୁଟିବା ପର୍ଯ୍ୟନ୍ତ ଟିକେ ୱେଟ୍ କରିବା 2ରୁ 3 ମିନିଟ୍ ଆଉ ତାକୁ ବାହାର କରିନେବା। ଏବେ ଆମର ମାନେ 5th ଆଇଟମ୍ଟା ଯେଉଁଟା ହେବ କରିବା ସେଇଟା ହେଉଛି ଓଉ ଖଟା। ସେଥିପାଇଁ ଆମେ କ'ଣ କରିବା, ଓଉ ଗୁଡ଼ାକୁ କାଟି ନେଇଛେ ଆଉ ତାକୁ ଅଳ୍ପ ପାଣି ଦେବା ଏଥିରେ ଆଉ ଲୁଣ ଦେବା ଆଉ 2ରୁ 3 ସିଟି ମାରି ନେବା। ଏଇଟା ଏମିତି 2ରୁ 3 ସିଟି ମାରିଲା ପରେ ଦେଖାଯିବ ଏପରି। ଆକୁ କ'ଣ କରିବା, ଟିକେ ହେମଦସ୍ତାରେ ପକାଇକି ଛେଚି ନେବା। ଆଉ ଏଇଟାର କାମ କିଛି ନାହିଁ, ଏଇଟାକୁ ଟିକେ ସମୟ ସାଇଡ଼୍ରେ ରଖିନେବା। ଆଉ ନେକ୍ସଟ ପ୍ରୋସିଜର୍ ପାଇଁ ଆମେ ଆମ୍ବୁଳ ପାଇଁ ପରେ କରିବା। ପ୍ରଥମେ ଆମେ ଯିବା ଟିକେ ଆମର ଘାଣ୍ଟ ତରକାରୀ କରିବା ପାଇଁ। ସେତିକି ଭିତରେ ମୁଁ ଏଇଟାକୁ ଭଲସେ ଛେଚି ନେଉଛି। ଓଉଟାକୁ ନା ଏମିତି କଲେ ବହୁତ ଟେଷ୍ଟ ଲାଗେ। ଆଉ ଟିକେ ଅଳ୍ପ ଛେଚିକି ଯେତେବେଳେ ଦେବେ ନା ଆପଣ ସେଇଟାର ଟେଷ୍ଟଟା ନା ବହୁତ ଏନହାନ୍ସ ହେଇକି ଆସିବ। ଆର ବାକି ସବୁ ଯେତିକି ଜିନିଷ ବି ଥାଇବ ତା'ର ଜୁସ୍ଟା ବାହାର କରିକି ଏକ୍ସଟ୍ରାକ୍ଟ କରିକି ଭେଜିଟେବଲ୍ସ ସହିତ ଦେଲେ ତା'ର ଖଟାଟା ବହୁତ ଭଲ ଲାଗେ। ଆଉ ଏଇ ସିଜନ୍ର ଓଉଟା ସବୁଠୁ ଟେଷ୍ଟ ଲାଗେ। ସେତିକି ଭିତରେ ମୁଁ କ'ଣ କଲି, ଏଇଟାକୁ ରେଷ୍ଟ କରିବାକୁ ଦେଲି ଟିକେ ସମୟ। ଆଉ ସେତିକି ଭିତରେ ଝୁଡ଼ୁଙ୍ଗକୁ ନେଲି ଏମିତି ଟିକେ କଢ଼େଇରେ ପକାଇକି ଫ୍ରାଏ କରିନେବି। ଆଉ ଏମିତି ଫ୍ରାଏ କଲା ପରେ ଏଇଟା ଟିକେ ହାଲକା ବ୍ରାଉନ୍ ହେଇକି ରୋଷ୍ଟ ହେଇଯିବ। ତାପରେ ସେଥିରେ ପାଣି ଟିକେ ଆଡ଼୍ କରିନେବି। ଅଳ୍ପ ଯାହା ରହିଥିବ ସେଥିରେ ଲୁଣ ଟିକେ ପକାଇବି ଆଉ ପନିପରିବା ସବୁ ପକାଇବି। ଆଉ ଯାହା ବି ଘାଣ୍ଟ ତରକାରୀ ପାଇଁ ରେଡ଼ି କରିକି ରଖିଛି ଯେଉଁ 9 ପ୍ରକାରର ଯେତିକି ବି ପନିପରିବା ଆଉ 2ଟା ମକାକୁ ଅଲଗା ବଏଲ୍ କରିବି। ଆଉ ମକା ବି ଆଜି ପକାଇକି ଗୋଟେ ତରକାରୀଟା କରିବା, ଟିକେ ହଟକେ ହେବ କହିକି ଏମିତି 2ଟା ମକା ମଝିରୁ ଖଣ୍ଡ କରିଦେବା ସିଝେଇଲା ପରେ। ତ ଏବେ ପ୍ରଥମେ ସିଝେଇ ନେବା। ତ 2ଟା ଯାକ ସେପାରେଟ୍ ସିଝା ହେଇଗଲା। ପନିପରିବା ବି ଗୋଟେ ଅଲଗା ପଟରେ ସିଝା ହେଇଯାଇଛି। 3ଟା ଯାକ ମିଶିକି ଆମର ଘାଣ୍ଟ ତରକାରୀ ରେଡ଼ି ହେଇଗଲା, ଝୁଡ଼ୁଙ୍ଗ ବାଲା ଘାଣ୍ଟ ତରକାରୀ। ଆଉ ଶାଗ ତ ହେଇସାରିଛି, ଡାଲି ହେଇଯାଇଛି। ଆଉ ବାକି ଲାଷ୍ଟ ହେଉଛି ଏଇଟା ଯେଉଁଟାରେ କି ଆମେ ବନେଇବା ତାୱା ଭଜା। ଆଉ ଏଇଠାରୁ ନା ଆମର ତାୱା ଭଜାଟା ବହୁତ ବଢ଼ିଆ ତାୱାରେ ପକାଇକି ଫ୍ରାଏ କରିକି ବନେଇବା। ସେଥିପାଇଁ ସେ ଅଲ୍ ପର୍ପସ୍ ଗ୍ରେଭି ନେଲି, ଲଙ୍କା ନେଲି ଆଉ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଆଉ ଲୁଣ ପକାଇକି ମ୍ୟାରିନେଟ୍ କଲି। ଏଇଟା ମୁଁ ଆଗଥର ବି ବନେଇଥିଲି ସେମ୍ ପ୍ରୋସିଜରରେ। ଆଗଥର ଘିଅରେ ବନେଇଥିଲି, ଏଥର ସୋରିଷ ତେଲ ଅଳ୍ପ ଛିଞ୍ଚିକି ବନେଇଛି। ଆଉ ତାପରେ ଗୋଟେ ପର୍ଜଣା ମାନେ ଫୁଟଣ ରେଡ଼ି କଲି। ଯାହା ବି ଓଉ ଖଟା ବନେଇବାର ପ୍ରୋସିଜର୍ ଷ୍ଟାର୍ଟ କଲି। ତ ସେମିତି ଦେଖନ୍ତୁ ସେ ଯେଉଁ ଓଉ ଯେଉଁ ଛେଚିକି ରଖିଥିଲି ସେଇଟାକୁ କାଢ଼ିକି ବାହାରେ ଫିଙ୍ଗି ନେବି। ଆଉ ବାକି ଯେତିକି ପାଣି ଅଛି ଏଇ ଫୁଟଣରେ
पकईकि टिके गोटे रु दुईटा बॉयल देदेवी जिते सेटा टिके फुटका टाइप बाहर से भितर मुझे कौन कर मोर आंबेली जहाँ भी पनीपरिया थिला ताकू अल्प लुण आउ हलदी पकईकि टिके दुईटा सीटी मार देइछि सेटा को एथिरे ऐड कर नेबी जल्दी हो आउ इजिली हो प्राय 2 घंटा भितर सब लंच रेडी एमती कले तो ये खदाटा को एक्सट्राटा जोड़ा बाहर से बाहर फिंगी नेबी आउ किछि काम नहीं एटार तो बेसी खट्टा हो कहीकि एमती कराला तो एबे रेडी बस आउ नेक्स्ट आइटम रे तावा भजा भी ओल्ली सारी एबे देखंतु तावा भजाटा बढ़िया बनी आज से भितर लास्ट स्वीट डिशटा बनैबा से डालडा घी को एमती नहीं गली आउ एबे हमर ना मिठा बरा बनइबो से बरा को एमती जो रखी सेटा को ग्राइंड करा हो जाउची ग्राइंड करके एतिरे लुण ऐड करा हबो आउ चीनी सिरा पई नबा आमे अल्प चीनी आउ अल्प गुजराती को एमती छेची नबा टिके जहाँद्वारा कि तार टेस्ट आसीबो से चीनी सिरा रे तबरे चीनी सिरा बनैबा पूर्व प्रथमे तेल जो गरम करथिबा जो डालडा घीर तेल सेटा को भल से बॉयल करके एमती गोल गोल करके हमर बरा पकई नबा बरा को रोस्ट करके भाजबानी नॉर्मल भाजबा जेमती दरकार हमको एटा तो बिरीटा फर्मांट हैनी किंतु बहुत भल से बिरी बनइबो एमती कले टिके माने जो ए टाइम रे टिके छाड़ी किया को चीनी सिरा बसैबा प्रोसेसरटा स्टार्ट करिबा तो चीनी सिरा पई एथिरे अल्प गैस रे बसैला पर अल्प पानी दबा आ ताको एमती चीनी सिरा प्रस्तुत करिबा मते ना मुगर भी बहुत भल लागे एमती करबा को अबे तो आमे बिरी रे करछु मुगर कले भी मुग बरा भी बहुत बढ़िया टेस्ट लागे तो एटा को गोटे थिकनेसटा चेक करबा पई हाथ रे टिके एमती नहीं कि तार सूता बनिला जाए जो जमती बने से जो प्रोसीजरटा सेम प्रोसीजर रे चेक करबा आज हमको गोटे कोटिंग जमती मथुरा केक रे थाए गोटे कोटिंग से टाइप रो कोटिंग इच्छा हला ताकू से टाइप रो कोटिंग दबा पई ट्राई करछु तो से सूता पड़िबार जस्ट टिके आगुरु जना पड़ जिवो आपण जदि केबे करचंती से टाइम रे आमे कोन करबा एथिरे ऐड करि दबा हमर बरा तो बराटा आमे ऑलरेडी करथिलु जोटा सेटा को पक्के की ऐड करके भल से गोळा घंटिया करके आको छाडी नबा टिके समय आ पूजार प्रिपरेशन स्टार्ट करबा तो पूजा पई थाली भी प्रिपेयर हो जाइए ताको एबे गाली की माने हमर सब बड़ा बड़ी करके रखी नेबा तो सेति पई देखंतु कोन कोन बनी जेपरि कि खीरी तो बनी थिला तापरे दही भात एटा होची साग तापरे तळे थिला डाली मुग डाली एटा होची घांट तरकारी आंबिला आउ मुग भात एटा जो हमर तावा भजा आउ रहिला लास्ट को खेचुड़ी जोड़ा कि ऑलरेडी बनी कि एति सब रखा हिची एबे जिबा बाड़ीबा पई।